ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ବନ୍ଦେ ଉତ୍କଳ ଜନନୀ ପାଠ୍ୟପୁସ୍ତକର କ୍ୱେଶ୍ଚିନ୍ ନମ୍ବର 17 ସପ୍ରସଙ୍ଗ ସରଳାର୍ଥକୁ ଆଲୋଚନା କରିବା। ଆମର ପ୍ରଶ୍ନ ଅଛି, ଉତ୍କଳ ସୁରବର ଦର୍ପିତ ଗେହ ଅରିକୁଳ ଶୋଣିତ ଚର୍ଚ୍ଚିତ ଦେହା। ଏହି ସରଳାର୍ଥକୁ ଆମେ ତା'ର ଉତ୍ତରକୁ ଅଧ୍ୟୟନ କରିବା ପିଲାମାନେ। ତାହେଲେ ଆରମ୍ଭ କରିବା, ଡେରି କ'ଣ ପାଇଁ କରିବା? ଉତ୍କଳ ସୁରବର ଡଟ୍ 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 ଚର୍ଚ୍ଚିତ ଦେହା, ଏଇଟା ଆମକୁ ଟିକେ ଲେଖିବାକୁ ପଡ଼ିବ। ଏହି ପଦର ପ୍ରଥମ ଶବ୍ଦ ଡଟ୍ ଦେଇ ଦେଇ ଆମେ ଶେଷ ଶବ୍ଦକୁ ଲେଖିବା ଏବଂ କବି ପରିଚୟ ଆରମ୍ଭ କରିବା। ଏଠାରେ କବି କିଏ ଅଛନ୍ତି? କବି ଅଛନ୍ତି ଆମର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ସଂସ୍କୃତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ବନ୍ଦେ ଉତ୍କଳ ଜନନୀ ଶୀର୍ଷକ ଦେଶାତ୍ମବୋଧକ କବିତାରୁ ଗୃହୀତ ହୋଇଛି। ଏଠାରେ କବି କ'ଣ କରୁଛନ୍ତି ନା ଦେଶାତ୍ମବୋଧକ ଶବ୍ଦଗୁଡ଼ା ବ୍ୟବହାର କରୁଛନ୍ତି। ଏଠାରେ କବି ଉତ୍କଳ ଜନନୀକୁ ବୀର ପ୍ରସବନୀ ଗୌରବରେ ଗୌରବାନ୍ୱିତ କରିବାକୁ ଚାହିଁଛନ୍ତି। ଉତ୍କଳ ହେଉଛି ବୀର ମାଟି, ଅର୍ଥାତ୍ ଏଠାରେ ବୀର ପୁରୁଷ ଗୁଣ ଜନ୍ମଗ୍ରହଣ କରିଛନ୍ତି ଏବଂ ଶତ୍ରୁମାନଙ୍କୁ ସଂହାର ମଧ୍ୟ କରିଛନ୍ତି। ଏଠାରେ ଜନ୍ମ ନେଇଛନ୍ତି ଶୌର୍ଯ୍ୟବନ୍ତ ବୀର୍ଯ୍ୟବନ୍ତ ବୀର ପୁରୁଷମାନେ। ଏଠାରେ ବଡ଼ ବଡ଼ ବୀର ଯୋଦ୍ଧାମାନଙ୍କର ଆବିର୍ଭୂତ ହୋଇଛି ଏବଂ ସେମାନଙ୍କର ବୀରତ୍ୱ ଗରିମା ସମଗ୍ର ଭାରତବର୍ଷରେ ପରିଚିତ ତଥା ପ୍ରଚାରିତ ମଧ୍ୟ। ଅର୍ଥାତ୍ ତାଙ୍କର ଯେଉଁ ସେ ପାରଙ୍ଗମତାକୁ ଭାରତବର୍ଷର କୋଣ ଅନୁକୋଣରେ ସମସ୍ତେ ତାକୁ ଉପଲବ୍ଧି ମଧ୍ୟ କରିଛନ୍ତି। ତେଣୁ କବି ଉତ୍କଳ ଭୂମିକୁ ବୀରଶ୍ରେଷ୍ଠମାନଙ୍କର ଗୃହ ବୋଲି ମଧ୍ୟ କହିଛନ୍ତି। ବଡ଼ ବଡ଼ ଯୋଦ୍ଧାମାନଙ୍କର ଏହା ହେଉଛି ଆଳୟ, ଗୃହ ବା ଘର ବୋଲି ମଧ୍ୟ କହିଛନ୍ତି। ସେହି ବୀରମାନଙ୍କୁ ନେଇ ସେ ଗୌରବ ବି ମଣ୍ଡିତ ମଧ୍ୟ ହୋଇପାରିଛନ୍ତି। ଅସଂଖ୍ୟ ଶତ୍ରୁଙ୍କୁ ସେହି ବୀର ସନ୍ତାନଗଣ ବିନାଶ କରିଛନ୍ତି। ସେ ଯେଉଁ ଆମର ଶତ୍ରୁମାନଙ୍କୁ ଆମର ବୀର ପୁରୁଷମାନେ କ'ଣ କରୁଛନ୍ତି ନା ବିନାଶ କରୁଛନ୍ତି, ଧ୍ୱଂସ କରିଦେଇଛନ୍ତି, ନଷ୍ଟ କରିଦେଇଛନ୍ତି। ଆମ୍ଭ ବୀର ପୁରୁଷମାନେ ଶତ୍ରୁମାନଙ୍କ ସହ ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନଙ୍କୁ ବିନାଶ କରିଛନ୍ତି। ଏଠାରେ କବି ଉତ୍କଳର ଐତିହ୍ୟ ସୂଚିତ କରି ଆମର ଉତ୍କଳର ବା ଆମର ଓଡ଼ିଶାର ଇତିହାସକୁ ସେ ସୂଚନା କରି ଉତ୍କଳବାସୀମାନଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବାକୁ ସେ ଚାହୁଁଛନ୍ତି ଏବଂ ସେ ଚାହୁଁଛନ୍ତି ଯେ ଓଡ଼ିଶାବାସୀଙ୍କ ମନ ଭିତରେ ଦେଶାତ୍ମବୋଧକ ବା ଦେଶ ପ୍ରତି ପ୍ରଗାଢ଼ ଭକ୍ତି ପ୍ରଦର୍ଶନ ହେଉ ବୋଲି ସେ ଚାହିଁଛନ୍ତି। ତେଣୁକରି ସେ ଜାତୀୟତାବୋଧକୁ ବେଶ ଉଲ୍ଲେଖ କରିଛନ୍ତି। ଏଠାରେ ଆମ ବୀର ପୁରୁଷମାନେ କ'ଣ କରୁଛନ୍ତି ନା ଶତ୍ରୁମାନଙ୍କର ରକ୍ତରେ ନିଜ ଦେହକୁ ବୋଳି ଦେଉଛନ୍ତି। ଅର୍ଥାତ୍ ଶତ୍ରୁମାନଙ୍କର ରକ୍ତ ସହିତ ସେମାନେ ଖେଳୁଛନ୍ତି ଏବଂ ନିଜର ଦେଶକୁ, ନିଜର ମାତୃଭୂମିକୁ, ନିଜର ମା' ମାଟିକୁ ସେମାନେ ଉଦ୍ଧାର କରିବା ପାଇଁ ଚାହୁଁଛନ୍ତି। ତେଣୁ କବିଙ୍କର ଏହି ଭାବନା ଅତ୍ୟନ୍ତ ଉଚ୍ଚ କୋଟିର ଏବଂ ଆବେଗପୂର୍ଣ୍ଣ ଭରା, ଯାହାକି ସମସ୍ତଙ୍କ ପ୍ରାଣରେ ଗୋଟେ ଉନ୍ମାଦନା ସୃଷ୍ଟି କରିଦେଇପାରୁଛି। ଏତିକି ପିଲାମାନେ, ଯଦି ଏହି ସରଳାର୍ଥ ପଡ଼ୁଛି ପିଲାମାନେ, ତାହେଲେ ଆମେ କ'ଣ କରିପାରିବା ନା ଏହାର ଉତ୍ତର ଲେଖିପାରିବା। ତେଣୁକରି ପିଲାମାନେ ଆଜି ପାଇଁ ଏତିକି। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍।